ଆରେ ଆରେ ଏମିତି ଭାବରେ ଯଦି ମୁଁ ନଦୀର ମାଛକୁ ଖାଇ ନ ପାରିବି ତାହେଲେ ମୁଁ ବଞ୍ଚିବି କେମିତି? ଯାଉଛି ଜଙ୍ଗଲ ଆଡ଼େ ଟିକେ ବୁଲି ଦେଇ ଆସିବି, କାଳେ କିଛି ଶିକାର ଫିକାର ପାଇଯିବି। ଏଇ ଜଙ୍ଗଲଟା ତ ବାଘର ଅକ୍ତିଆରରେ ଅଛି ବୋଲି ମୁଁ ଶୁଣିଛି। ତା ସହିତ ଯଦି ଦେଖା ହୋଇଯାଏ ତାହେଲେ ତ ରକ୍ଷା ନାହିଁ ଆଉ। କୁମ୍ଭୀରଟି ଧୀରେ ଧୀରେ ଜଙ୍ଗଲ ଭିତରକୁ ଚାଲିଗଲା। ଆଉ ସେପଟେ ବାଘଟି ଜଙ୍ଗଲ ଭିତର ଦେଇ ଯାଉଥାଏ। ବାହାରର ପବନ ଖାଇବାକୁ ସେ ବାହାରିଥାଏ। ତ ସେହି ସମୟରେ ତାର ଗୋଟିଏ ବଗ ସହିତ ଦେଖା ହୋଇଗଲା। କିରେ ବଗ, ତୋର ଏତେ ବଡ଼ ସାହସ ଯେ ତୁ ସକାଳୁ ସକାଳୁ ମୋ ସାମ୍ନାକୁ ଚାଲି ଆସିଛୁ। ଆଜି ତତେ ହିଁ ମୁଁ ମୋର ସକାଳର ଜଳଖିଆ କରିବି। ନା ନା ମହାରାଜ, ମୋର ବସାରେ 3ଟି ଛୋଟ ଛୋଟ ଛୁଆ ଅଛନ୍ତି। ଆପଣ ଯଦି ମୋତେ ଖାଇଦେବେ ତାହେଲେ ସେମାନେ ତ ଅନାହାରରେ ମରିଯିବେ। ଓହୋ, ତାହେଲେ ବସାରେ ତୋର ପିଲାମାନେ ବି ଅଛନ୍ତି। ତାହେଲେ ତତେ ଶିକାର କରିବାଟା ଠିକ୍ ହେବନି। ତାହେଲେ ଯା, ପଳା ଏଠୁ, ମୋ ସାମ୍ନାରୁ ତୁ ପଳା। ରାଜା ମହାଶୟ, ସବୁ ସମୟରେ ଆପଣ ଏମିତି ରାଗନ୍ତି କ'ଣ ପାଇଁ? ଆପଣଙ୍କ ପେଟରେ କ'ଣ କିଛି ଗୋଳମାଳ ଅଛି ନା କ'ଣ? ଚୁପ୍ କର। ହଁ, ଶୁଣ, ତୋର ସାଙ୍ଗ ଛେଳିକୁ ଖବର ଦେ, ସେ ମୋ ସହିତ ଟିକେ ଦେଖା କରିବ, ଆଉ ତାକୁ ମୁଁ ଖାଇବି। ବାଘର ଏମିତି କଥା ଶୁଣି ବଗଟି ସେଠାରୁ ଉଡ଼ି ଚାଲିଗଲା। ଆଉ ସେପଟେ କୁମ୍ଭୀର ସହିତ ଛେଳିର ଦେଖା ହୋଇଗଲା। ଆରେ ଛେଳି, ଶୁଣ, ମୁଁ ତତେ ଖାଇବି। ମତେ ଭାରି ଭୋକ ଲାଗୁଛି। ତୁ ଶୀଘ୍ର ଶୀଘ୍ର ମୋ ପାଖକୁ ଆସେ ତ। କ'ଣ ହେଲା? ତୁମର ଏତେ ବଡ଼ ସାହସ ଯେ ତୁମେ ଗୋଟେ ପାଣିର କୁମ୍ଭୀର ହେଇକି ଛେଳିକୁ ଖାଇବାକୁ ଚାହୁଁଛ? ମୋ ସାଙ୍ଗରେ ଦୌଡ଼ି ପାରିବନି, ମୁଁ ଦୌଡ଼ିକି ପଳେଇବି। ହଁ ହଁ, ମୁଁ ଜାଣିଛି, ଦୌଡ଼ିକି ମୁଁ ତତେ ଶିକାର କରିପାରିବିନି। ମୁଁ ଜାଣିଛି ତୁ ଦୌଡ଼ି ଚାଲିଯିବୁ। ହେଲେ ତତେ ଯଦି କୋଉଦିନ ନଦୀରେ ପାଏ ତାହେଲେ ସେଦିନ ତତେ ମଜା ଦେଖେଇଦେବି, ବୁଝିଲୁ? ତୁମର ସାହସ କେତେ ମୋତେ ପୁଣି ଶିକାର କରିବ? ଏହା କହି ଛେଳିଟି ସେଠାରୁ ଚାଲିଗଲା। ଯାଉ ଯାଉ ବାଟରେ ଛେଳିଟିର ସେହି ବଗ ସହିତ ଦେଖା ହେଲା। ଆରେ ଏ ସାଙ୍ଗ ଛେଳି, ସେପଟକୁ ଆଉ ଯାଅ ନାହିଁ। ସେପଟେ ଗୋଟିଏ ବାଘ ଅଛି, ସେ ତୁମକୁ ଶିକାର କରି ଖାଇବାକୁ ଚାହେଁ। ବଗର କଥା ଶୁଣି ଛେଳିଟି ଡରିଗଲା। ହଁ, ସତରେ ତ ସାଙ୍ଗ ବଗ, ଏମିତି ହେଲେ ତ ଆମେ ଆଉ ଜଙ୍ଗଲରେ ଶାନ୍ତିରେ ରହିପାରିବାନି। ଏପଟେ କୁମ୍ଭୀର କହୁଛି ମୋତେ ଶିକାର କରି ଖାଇବ, ଆଉ ଏପଟେ ବାଘ କହୁଛି ମୋତେ ଧରିକି ଖାଇବ ବୋଲି। କ'ଣ ଯେ ମୁଁ କରିବି ଏବେ? ହଁ, ସତ ତ, ତୁମର ତ ବହୁତ ବଡ଼ ବିପଦ। ଚାଲ ମୋ ସହିତ ନଦୀର ଉପର ଆଡ଼କୁ। ସେପଟେ ଗାଈମାନେ ରୁହନ୍ତି, ଆଉ ସେଠାରେ ବହୁତ କଅଁଳିଆ କଅଁଳିଆ ଘାସ ବି ଅଛି। ବହୁତ ପୁରା କଅଁଳିଆ। ଆଉ ସେପଟେ ବାଘ ନାହିଁ। ବସବାସ କରିବାଟା ପୁରା ନିରାପଦ। ସତରେ ବଗ? ତାହେଲେ ମୁଁ ଆଉ ଏଠାରେ ରହିବିନି, ସେଇ ଜାଗାକୁ ଯିବାକୁ ଚାହୁଁଛି। ହେଲେ ନଦୀରେ ତ କୁମ୍ଭୀର ଅଛି, ସିଏ ମୋତେ ଖାଇବାକୁ ଚାହେଁ। ଠିକ୍ ଅଛି, ମୁଁ ଆଗ ଯାଇ ଗାଈ ସହିତ ଦେଖା କରି ଆସେ, ତାପରେ କିଛି ବୁଦ୍ଧି ବାହାର କରିବା। ଏହା କହି ବଗ ଗାଈ ସହିତ ଦେଖା କରିବ ବୋଲି ସେଠାରୁ ଉଡ଼ି ଚାଲିଗଲା। ଆରେ ବଗ, ତୁମେ? କେତେ ଦିନ ପରେ ତୁମ ସହିତ ଦେଖା ହେଲା। କେମିତି ଅଛ ତୁମେ? ଆଉ ତୁମର ଖବର କ'ଣ? ତୁମ ପାଇଁ କଞ୍ଚା ଘାସ ରଖିଥିଲି। ଆରେ ତୁମେ ବଡ଼ ବୋକା, ତୁମେ କ'ଣ ଜାଣିନ କି
ଆମେ ଘାସ ଖାଉନା ବୋଲି। ହଉ ଛାଡ଼, ତୁମେ କେମିତି ଅଛ? ହଁ, ଭଲ ଅଛି। ଆଉ ତୁମେ ଯେଉଁ ମୋତେ ବୋକା ବୋଲି କହିଲ, ଏଇଟା କିନ୍ତୁ ଭଲ ନୁହେଁ। ତୁମେ ଜାଣିଛ, ମୋର ନା ବହୁତ ବୁଦ୍ଧି, ହେଲେ ତୁମର କେବେ କାମରେ ଆସିବ ସେଇଟା ମୁଁ ଜାଣିନି। ଓହୋ, ଏମିତି କି? ତାହେଲେ ଗୋଟେ ବୁଦ୍ଧି ବାହାର କର। ମୋର ସାଙ୍ଗ ଛେଳିଟି ବହୁତ ବିପଦରେ ପଡ଼ିଛି। ବଗଟି ଗାଈକୁ ସବୁ ଘଟଣା ଖୋଲିକି କହିଲା। ହଁ ସତରେ ତ ବଗ, ମୁଁ ଦେଖୁଛି ଛେଳିର ତ ବହୁତ ବଡ଼ ବିପଦ। ତାକୁ ତ ସାହାଯ୍ୟ କରିବାକୁ ହିଁ ପଡ଼ିବ। ତୁମେ ଭାଲୁକୁ ଯାଇ ଏ ଖବରଟା ଦିଅ, ତା ଶକ୍ତିରେ କାମ ହୋଇପାରିବ। ଦେଖିବା ଆମେ ସବୁ ମିଶିକି କ'ଣ କରିପାରୁଛେ। ଗାଈର କଥା ଶୁଣି ବଗଟି ଗଲା ଭାଲୁ ପାଖକୁ। ବଗକୁ ଦେଖି ଭାଲୁଟି ପୁରା ରାଗିଗଲା। ଆରେ, ଏ ଜଙ୍ଗଲର ଛୋଟ ପ୍ରାଣୀ, ତୁ କ'ଣ ମୋ ଠାରୁ ଦୂରରେ ରହିପାରୁନୁ କି? ତତେ ଯଦି ମୁଁ ମାରିଦିଏ? ଓହୋ, ତାହେଲେ ଏମିତି କରିବେ? ନା ନା, ଶୁଣ, ଗାଈ ମୋତେ ଖବର ଦେଇ ତୁମ ପାଖକୁ ପଠେଇଛି। ଶୀଘ୍ର ଶୀଘ୍ର ମୋ ସହିତ ଚାଲ। ଛେଳି ଉପରେ ବଡ଼ ବିପଦ ପଡ଼ିଛି। ସେ ସେହି ଜଙ୍ଗଲରେ ରହୁଛି। ଓହୋ, ଏମିତି କି? ମୁଁ ଶୁଣିଛି ସେଠାରେ ଗୋଟିଏ ଦୁଷ୍ଟ ବାଘ ରହୁଛି, ଆଉ ନଦୀରେ ରହୁଛି କୁମ୍ଭୀର। ଆଚ୍ଛା, ସତରେ ତ ତାର ବହୁତ ବଡ଼ ବିପଦ ପଡ଼ିଛି। ତାହେଲେ ମୁଁ ଏ ବାଘକୁ ଉଚିତ ଶିକ୍ଷା ଦେବାକୁ ଚାହେଁ। କାହିଁକି? ତୁମର ପୁଣି ଏ ବାଘ ସହିତ କ'ଣ ଶତ୍ରୁତା ଅଛି ନା କ'ଣ? କ'ଣ ହୋଇଥିଲା ତୁମର ତା ସହିତ? ସେ କ'ଣ କଲା? ଆରେ, ସେ ମୋ ଛୁଆର କାନକୁ କାମୁଡ଼ି ଦେଇଥିଲା। ତାକୁ ମୁଁ କୌଣସି ପ୍ରକାରେ ଛାଡ଼ିବି ନାହିଁ। ଆଚ୍ଛା ଚାଲ, ଆଗ ଗାଈ ସହିତ ଦେଖା କରିବା। ଗାଈ ମୋର ବନ୍ଧୁ। ଆମେ ଏ ଜଙ୍ଗଲରେ ସମସ୍ତେ ମିଳିମିଶି ରହୁଛୁ। ଚାଲ ତାହେଲେ। ବଗ ଭାଲୁକୁ ଆଣି ଗାଈ ପାଖକୁ ଆସିଲା। ଆରେ ଭାଲୁ, ଶକ୍ତିଶାଳୀ ବନ୍ଧୁ ଆମର। କେତେ ଦିନ ହେବ ତୁମ ସହିତ ଆମର ଦେଖା ହୋଇନି। ଆରେ, ତୁମେ ଆଉ କେମିତି ଅଛ? ହଁ, ମୁଁ ତ ଖୁବ୍ ଭଲ ଅଛି। ଆଉ ତୁମର ଖବର କ'ଣ? ତୁମେ ତ ଖବର ଦେଇଥିଲ କେମିତି କ'ଣ ଅଛ ବୋଲି। ହଁ ଯେ, ଏବେ ମୋର ବନ୍ଧୁ ଛେଳି ବହୁତ ବଡ଼ ବିପଦରେ ପଡ଼ିଛି। ତାକୁ ସାହାଯ୍ୟ କରିବାକୁ ପଡ଼ିବ। ଛେଳି ତ ସେପଟ ଜଙ୍ଗଲରେ ରୁହେ। ଏଠାକୁ ଆସିବାକୁ ହେଲେ ନଦୀ ପାର ହେବାକୁ ପଡ଼ିବ। ଆମେ ଯଦି ନଦୀ ଭିତର ଦେଇ ଆସିବୁ, ତାହେଲେ ସେ ଦୁଷ୍ଟ କୁମ୍ଭୀର ଆମକୁ ଖାଇଦେବ। ସେ କୁମ୍ଭୀରକୁ ମୁଁ ଭଲସେ ଶିକ୍ଷା ଦେଇଦେବି। ତ ମୋତେ କ'ଣ କରିବାକୁ ପଡ଼ିବ କୁହ ତ? ଦେଖ, ଏଇ ସମୟରେ ପାଣି ଟିକେ ଅଳ୍ପ ରୁହେ ନଦୀରେ। ତ ଏହି ସମୟରେ ତୁମେ ନଦୀ ପାର ହୋଇପାରିବ। ତା ଛଡ଼ା ତୁମ ବଳ ଆଉ ସାହସ ପାଖରେ ସେ କୁମ୍ଭୀର କିଛି ବି କରିପାରିବନି। ତୁମକୁ ତ ବାଘ ବି ବେଳେବେଳେ ଡରିଯାଏ। ତୁମେ ନଦୀର ସେଇ ଧାର ପାଖକୁ ଯାଅ। ଆଚ୍ଛା ଠିକ୍ ଅଛି ବନ୍ଧୁ, ମୁଁ ନଦୀର ସେଇ ପାଖକୁ ଯିବି। ଛେଳିକୁ କାନ୍ଧରେ ବସେଇକି ଆମର ଏ ଜଙ୍ଗଲକୁ ନେଇ ଆସିବି। ମୁଁ ବି ଆଉ ସେପଟେ ରହିବାକୁ ଚାହେଁନି, ସେ ଅତ୍ୟାଚାରୀ ବାଘର ଭୟରେ। ଆଚ୍ଛା ଠିକ୍ ଅଛି, ତୁମେ ଆଉ ଛେଳି ଆମର ଏ ଜଙ୍ଗଲରେ ରହିବ। ସମସ୍ତେ ମିଳିମିଶି ଆମେ ଏ ଜଙ୍ଗଲରେ ରହିବା। କେତେ ଖୁସି ଲାଗୁଛି ବଗ। ବଗ ବି ଆମ ପାଖରେ ରହିବ। କ'ଣ ଯେ କୁହ ତୁମେ ବନ୍ଧୁ? ହଁ, ଆମେ ସମସ୍ତେ ମିଶିକି ରହିବା। ତାପରେ ଭାଲୁ ଆଉ ସେ ବଗ ସେଠାରୁ ବାହାରିଗଲେ ସେପଟ ଜଙ୍ଗଲକୁ। ଛେଳିଟି ଜଙ୍ଗଲରେ ଏକା ଏକା ଚାଲିଥାଏ। ହଠାତ୍ ତାର ସାମ୍ନାରେ ବାଘଟି ଆସି ପହଞ୍ଚିଗଲା। ଓହୋ,
ବଗ ତାହେଲେ ଖବରଟା ତତେ ଦେଇଛି ନା। ମୁଁ ଏବେ ତତେ ମଜା କରି ଖାଇବି। ଶୀଘ୍ର ଶୀଘ୍ର ତୁ ମୋ ପାଖକୁ ଚାଲି ଆସ। ମହାରାଜ ରୁହନ୍ତୁ ରୁହନ୍ତୁ, ତୁମେ ମତେ କ'ଣ ପାଇଁ ଖାଇବାକୁ ଚାହୁଁଛ? ମତେ ତ କୁମ୍ଭୀର ଖାଇବାକୁ ଚାହେଁ, ତାକୁ ବି ଡାକ। କ'ଣ କହିଲୁ? ମୁଁ ପୁଣି ସେ କୁମ୍ଭୀରକୁ ଦେବି ମୋ ଶିକାରରୁ ଭାଗ? ଅସମ୍ଭବ। ତତେ ତ ଆଜି ମୁଁ ଏକା ହିଁ ଖାଇବି। ଆସ, ଶୀଘ୍ର ଶୀଘ୍ର ଆସ ମୋ ପାଖକୁ। ଆସିଲୁ, ମୋ ପାଖକୁ ଆସ। ଠିକ୍ ସେହି ସମୟରେ ଭାଲୁଟି ଆସି ପହଞ୍ଚିଗଲା। କିଏ ଖାଇବ ଆମର ସାଙ୍ଗ ଛେଳିକୁ? ଆରେ ଏ ବାଘ, ତତେ ଆଜି ମୁଁ ଉଚିତ ଶିକ୍ଷା ଦେବି। ତୁ ମୋର ଛୁଆର କାନକୁ କାମୁଡ଼ି ଦେଇଥିଲୁ ନା? ଏହା କହି ଭାଲୁଟି ବାଘକୁ ତଡ଼ିବାକୁ ଲାଗିଲା। ବେଶ କିଛି ସମୟ ଦୌଡ଼ିବା ପରେ ବାଘଟି ଭାଲୁ ସାମ୍ନାରୁ କୁଆଡ଼େ ଦୌଡ଼ି ଚାଲିଗଲା। ତାପରେ ଭାଲୁଟି ଛେଳି ପାଖକୁ ଆସିଲା, ଆଉ ତାକୁ କାନ୍ଧରେ ବସାଇ ଯିବାକୁ ବାହାରିଲେ। ସେମାନେ ନଦୀ ପାଖ ହୋଇ ଚାଲି ଆସିଲେ, ଆଉ ସେଠାରେ ସେମାନେ ସେଇ କୁମ୍ଭୀରକୁ ଦେଖିବାକୁ ପାଇଲେ। କୁମ୍ଭୀର ନଦୀ ପାଖରେ ଶୋଇ ଶୋଇ ପଡ଼ିଥାଏ, ଆଉ ତାଙ୍କୁ ଦେଖି ଅଟକେଇବାକୁ ଲାଗିଲା। ଆରେ ଏ ଛେଳି, ଆଜି ତତେ ମୁଁ ପାଇଛି। ତତେ ତ ଆଜି ମୁଁ ଖାଇବି। ଆରେ ଭାଲୁ, ତୁ ଶୀଘ୍ର ଶୀଘ୍ର ଛେଳିକୁ ତୋ କାନ୍ଧରୁ ତଳକୁ ପଠେଇ ଦେ। ଆଚ୍ଛା ଏମିତି କି? ତାହେଲେ ତୁ ମତେ ଆଗ ଖା, ଦେଖିବା ତୋର କେତେ ସାହସ। ଏହା କହି ଭାଲୁ କୁମ୍ଭୀରକୁ ଧରିବାକୁ ଦୌଡ଼ିଲା। କିଛି ସମୟ ପରେ କୁମ୍ଭୀର ନଦୀକୁ ପଶିଗଲା, ଆଉ ତାର ପ୍ରାଣ ବଞ୍ଚେଇ ଦେଲା। ଫେରିଆସି ଭାଲୁଟି ଛେଳିକୁ କାନ୍ଧରେ ବସାଇ ନଦୀ ପାର ହେବାକୁ ଲାଗିଲା। ନଦୀ ସେପଟେ ଗାଈ ଓ ବଗ ତାଙ୍କୁ ଅପେକ୍ଷା କରିଥିଲେ। ଆଜି ଯଦି ଆମ ସାଙ୍ଗ ଭାଲୁ ନଥାନ୍ତେ, ତାହେଲେ ତୁମର କ'ଣ ଯେ ହୋଇଥାନ୍ତା ଛେଳି, କିଏ ଜାଣେ। ସେ କେତେ ଶକ୍ତିଶାଳୀ। ସେ ଏକାଥରେ ବାଘ ଓ କୁମ୍ଭୀରକୁ ତଡ଼ି ଦେଇଛି। ତୁମେ ମୋର କେତେ ଭଲ ଚିନ୍ତା କରୁଛ। ତୁମେ ସତରେ ମୋର କେତେ ଭଲ ସାଙ୍ଗ। ବିପଦ ବେଳେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କର। ଆରେ ଛାଡ଼ ଛାଡ଼, ଯାହା ତ ଗଲାଣି। ତୁମେ ଆଉ ଆମକୁ ଏତେ ଲଜ୍ଜା ଦିଅନି। ଯଦି ବଗଟି ଆସି ମତେ ଖବର ନ ଦେଇଥାନ୍ତା, ଛେଳିର କ'ଣ ଯେ ହୋଇଥାନ୍ତା। ତଥାପି ମୋର ମନରେ ଟିକେ ଦୁଃଖ। ମୋର କିନ୍ତୁ ଡେଣା ନାହିଁ, ସେଥିପାଇଁ ମୁଁ ଉଡ଼ିପାରେନି। ଆରେ ସେଥିରେ କିଛି ପ୍ରୟୋଜନ ନାହିଁ। ମୋର ଡେଣାକୁ ତୁମେ ପ୍ରୟୋଗ କରିପାରିବ। ମତେ ଖବର ଦେଲେ ମୁଁ ଉଡ଼ିକି ଚାଲି ଆସିବି। ସମସ୍ତେ ଏମିତି କଥା ଶୁଣି ବହୁତ ଖୁସି ହେଲେ। ଆଉ ସେପଟେ ନଦୀର ଧାରରେ ବାଘ ଓ କୁମ୍ଭୀର କଥା ହେଉଥିଲେ କି? ଜାଣିଛ କୁମ୍ଭୀର, ସତରେ ଆଜି କେତେ କଷ୍ଟରେ ଦୌଡ଼ିକି ଭାଲୁର କବଳରୁ ମୁଁ ନିଜକୁ ବଞ୍ଚେଇଛି। ହଁ, ମୁଁ ବି ଦୌଡ଼ିକି ବଞ୍ଚି ଯାଇଛି। ସେ ଭାଲୁର ଯୋଉ ବଳ, ମତେ ଯଦି ସିଏ ଧରି ଦେଇଥାନ୍ତା, ତାହେଲେ ତ ମୋର ଖେଳ ସରିଯାଇଥାନ୍ତା ଏତେବେଳକୁ। ହଁ, ଜାଣିଛ, ନଦୀର ସେପଟ ଜଙ୍ଗଲରେ ସେମାନେ ରୁହନ୍ତି। ସେମାନଙ୍କୁ ଆମେ ଆଉ ବିରକ୍ତ କରିବା ଠିକ୍ ହେବନି। ସେମାନଙ୍କ ସହିତ ସେ ଭାଲୁର ଭଲ ସାଙ୍ଗ ଅଛି। ସେପଟକୁ ଆଉ କେବେ ବି ଯିବାନି, ବୁଝିଲ ସାଙ୍ଗ? ତୁ ତ ଅସଲରେ ପଣ୍ଡିତ ହିଁ ଶିଆଳ। ତୋର ମୁଣ୍ଡରେ ଏତେ ବୁଦ୍ଧି, ବାଃ ବାଃ, ବଢ଼ିଆ କହିଛୁ ତୁ। ତୁମ ଭଣଜାର କଥା ମାମୁଁ। ତୁ ଏହି ସମୟରେ ହିଁ ଜଲ୍ଦି ଯା କୁମ୍ଭୀର ଛୁଆ ପାଇଁ ଖାଦ୍ୟ ନେଇକି। କୁମ୍ଭୀର ଛୁଆ ଖାଦ୍ୟ ଖାଇଲା ପରେ ଶୀଘ୍ର ଶୀଘ୍ର ନୀଳ ପକ୍ଷୀ ଓ ବେଙ୍ଗକୁ କୌଣସି ପ୍ରକାରେ ରାଜି କରା। ଆଚ୍ଛା ମାମୁଁ, ମୁଁ ଏବେ ହିଁ ଯାଉଛି। ବାଘ ତାପରେ ଶିଆଳକୁ ଖଣ୍ଡେ ମାଂସ ଦେଲା। ଶିଆଳଟି ସେଇ ପୋଖରୀ ପାଖକୁ ଯିବାକୁ ବାହାରି ପଡ଼ିଲା। କୁମ୍ଭୀରଟି ଖାଦ୍ୟ ଖାଇ ଟିକେ ରେଷ୍ଟ ନେଉଛି। ପୋଖରୀ ପାଖରେ ନୀଳ ପକ୍ଷୀ, ବେଙ୍ଗ ଓ ଶିଆଳ ବସିଛନ୍ତି କୁମ୍ଭୀର ଛୁଆକୁ ଜଗିକି। ଆହା, କି ଶାନ୍ତି ପାଇଲି। ଭୋକରେ ମୋର ଜ୍ଞାନ ହଜି ଯାଇଥିଲା। ଆହା, ବିଚରା କେତେ ଦୂର ଚାଲି ଆସିଛି ତାର ପରିବାରକୁ ଛାଡ଼ିକି।
ସେ କାହାକୁ ନ ପାଇ କେତେ ଅସହାୟ ହୋଇପଡ଼ିଛି। ତୁମେ କିଛି ଭାବନି ଛୁଆ, ଆମେ ତ ତୁମର ଆପଣାର ନା। ଆଉ ତ ମାତ୍ର 2 ଦିନ, ତାପରେ ଅମାବାସ୍ୟା, ତାପରେ ଜୁଆରର ପାଣି ବଢ଼ି ଆସିବ, ତାପରେ ତ ତୁମେ ଆରାମରେ ଯାଇପାରିବ ତୁମର ମା ପାଖକୁ। କ'ଣ ପାଇଁ 2 ଦିନ? 2 ଦିନ ପରେ କ'ଣ ପାଇଁ? ଆଜି ଗଲେ ଅସୁବିଧା କ'ଣ ଅଛି? ଶିଆଳ ବନ୍ଧୁ, 2 ଦିନ ପରେ ଅମାବାସ୍ୟାରେ ତ ପାଣି ବଢ଼ିବ ନା, ତାପରେ କୁମ୍ଭୀର ବନ୍ଧୁ ଯାଇପାରିବେ। ନୀଳପକ୍ଷୀ ଓ ବେଙ୍ଗ, ଶୁଣ, ମୋ ମୁଣ୍ଡରେ ଗୋଟିଏ ବୁଦ୍ଧି ଆସିଛି। ଯଦି ମୋ ବୁଦ୍ଧି ଅନୁସାରେ କାମଟା ହୁଏ, ତାହେଲେ କୁମ୍ଭୀର ଆଜି ହିଁ ତାହାର ଘରକୁ ଫେରି ଯାଇପାରିବ। କୁମ୍ଭୀର ଶିଆଳର କଥା ଶୁଣି ଖୁସିରେ ନାଚି ଉଠିଲା। ଆଜି ହିଁ ଯିବାକୁ ଇଚ୍ଛା ହେଉଛି ମୋତେ। ମୋର ମୋ ଛୋଟ ଭଉଣୀର କଥା ଭାରି ମନେ ପଡ଼ୁଛି। ସେଇ କଥା ତ ମୁଁ କହୁଛି କୁମ୍ଭୀର, ତୁମେମାନେ ଯଦି ଚାହିଁବ ତାହେଲେ ଆଜି ପଠେଇ ଦେଇ ହେବ। କିନ୍ତୁ ସେଇଟା କେମିତି ଯେ ହେବ, କୁହ ତ ବନ୍ଧୁ ଶିଆଳ। କୁହ ଶିଆଳ ବନ୍ଧୁ, କୁହ, ଆଜି କେମିତି କୁମ୍ଭୀରକୁ ତାର ବାପା ମାଙ୍କ ପାଖକୁ ପଠେଇ ହେବ? ହଁ, ମୁଁ କ'ଣ କହୁଥିଲି କି, ବାଘ ମାମୁଁ ତ ହେଉଛି କୁମ୍ଭୀର ଠାରୁ ବହୁତ ବଡ଼। ବାଘ ମାମୁଁ ଚାହିଁଲେ ସିଏ ତାଙ୍କ ପିଠିରେ କୁମ୍ଭୀରକୁ ନେଇ ବଡ଼ ନଦୀରେ ଛାଡ଼ି ଦେଇ ଆସିବେ। ଆମେ ସମସ୍ତେ ମିଶି ଯଦି ବାଘ ମାମୁଁକୁ ଅନୁରୋଧ କରିବା, ତାହେଲେ ମାମୁଁ ଆମ ସମସ୍ତଙ୍କ କଥାକୁ କାଟି ପାରିବେନି। ବନ୍ଧୁ ଶିଆଳ, ତୁମେ ତ ବଢ଼ିଆ ପ୍ରସ୍ତାବ ଦେଇଛ, କିନ୍ତୁ କିନ୍ତୁ ପୁଣି କ'ଣ ବେଙ୍ଗ? ତୁମେ କ'ଣ ଚାହଁନି କୁମ୍ଭୀର ଆଜି ତାର ମା ପାଖକୁ ଫେରିଯାଉ ବୋଲି? ନା ନା, ସେମିତି କିଛି ନୁହେଁ ଶିଆଳ ବନ୍ଧୁ। ହେଲେ ବାଘ ମାମୁଁ ଯେ କେତେ ରାଗି, ସିଏ କ'ଣ ରାଜି ହେବେ କୁମ୍ଭୀରକୁ ପିଠିରେ ନେଇ ବଡ଼ ନଦୀରେ ଛାଡ଼ିକି ଆସିବା ପାଇଁ? ହଁ ହଁ, ବନ୍ଧୁ ଶିଆଳ, ବେଙ୍ଗ ଠିକ୍ କଥା ହିଁ କହୁଛନ୍ତି। ବାଘ ମାମୁଁ ତ କେତେ ରାଗି, ତାଙ୍କୁ କିଏ ରାଜି କରେଇବ? ଆରେ, ତୁମେ ଏତେ ଚିନ୍ତା କରୁଛ କ'ଣ ପାଇଁ? ବାଘ ଆମର ବଂଶର ମାମୁଁ। ଆମର ବି 4ଟି ପାଦ ଆଉ ତାଙ୍କର ବି 4ଟି ପାଦ। ତାଙ୍କର ବି ଲାଞ୍ଜ ଅଛି ଆଉ ଆମର ବି ଲାଞ୍ଜ ଅଛି। ବେଶୀ ବୁଦ୍ଧି କାରଣରୁ ବାଘର ଶରୀରଠାରୁ ଆମ ଶରୀରଟା ଟିକେ ଛୋଟ। ବାଘର ତ ସେମିତି କିଛି ବୁଦ୍ଧିସୁଦ୍ଧି ନାହିଁ, ଖାଲି ତ ଖାଇ ପିଇକି ଶୋଇ ଶୋଇ ଶରୀରଟା ଏତେ ବଡ଼। ଆମେ ଯାହା ଖାଉ, ବୁଦ୍ଧି ଖଟେଇ ଖଟେଇ ଆମର ସବୁ ଖାଦ୍ୟ ସରିଯାଏ, ସେଥିପାଇଁ ଆମେ ଟିକେ ଛୋଟ। ହଁ, ହେଇଥିବ। ତାହେଲେ ଶିଆଳ ବନ୍ଧୁ, ସେ କଥା ତ ଆମେ ବୁଝିଲୁ, ହେଲେ ବାଘ ମାମୁଁକୁ ବୁଝେଇବ କିଏ? ମୁଁ ଥାଉ ଥାଉ ତୁମର କ'ଣ ପାଇଁ ଚିନ୍ତା? ତାହେଲେ ବନ୍ଧୁ ଶିଆଳ, ଚାଲ ଏବେ ହିଁ ଯିବା ବାଘ ମାମୁଁ ପାଖକୁ। ତାଙ୍କୁ ରାଜି କରାଇ କୁମ୍ଭୀରକୁ ଆଜି ପହଞ୍ଚେଇ ଦେବା ତାଙ୍କ ବାପା ମାଙ୍କ ପାଖକୁ। ତାହେଲେ ଆଉ ଡେରି କରୁଛ କ'ଣ ପାଇଁ? ଚାଲ ଏବେ ବାଘ ମାମୁଁକୁ କହି ରାଜି କରେଇବା। ଶିଆଳ, ବେଙ୍ଗ ଓ ନୀଳପକ୍ଷୀ ବାହାରିଲେ ବାଘ ମାମୁଁ ପାଖକୁ। ଯେତେବେଳେ ବାଘ ମାମୁଁ ଓ ଶିଆଳ ସେସବୁ ବିଷୟରେ କଥା ହେଉଥିଲେ, ସେତେବେଳେ ଦୂରରେ ଥାଇ ଗୋଟିଏ ମହୁମାଛି ଏସବୁ ଶୁଣି ଦେଇଥାଏ। ସେମାନେ ବାଜ୍ୟ ଉପାୟ ବିଷୟରେ କଥା ହେଉଥିଲେ ବୋଲି। ମହୁମାଛିଟି ମନେ ମନେ ଚିନ୍ତା କଲା, ଏ କଥା ସିଂହରାଜାଙ୍କୁ ଜଣେଇବ ବୋଲି। ମହୁମାଛି ଉଡ଼ିଗଲା ସିଂହରାଜାଙ୍କ ପାଖକୁ। ମହୁମାଛିକୁ ଦେଖି ସିଂହରାଜା କହିଲେ, କିରେ ମହୁମାଛି, ବହୁତ ଦିନ ହେଲା ତୋର କ'ଣ ଆଉ ଦେଖା ନାହିଁ? ରାଜା ମହାଶୟ, ଏହି ସମୟଟା ତ ଆମର ମହୁ ସଂଗ୍ରହ କରିବା ସମୟ, ତ ସେଥିପାଇଁ ମୁଁ ଟିକେ ବ୍ୟସ୍ତ ରହୁଛି। ଓହୋ, ତାହେଲେ କେତେ ମଧୁ ସଂଗ୍ରହ କଲଣି? କିଛି ସମସ୍ୟା ହୋଇନି ତ ମହୁ ସଂଗ୍ରହ କରିବା ପାଇଁ? ନା ନା ରାଜା ମହାଶୟ, କେହି କିଛି ଝାମେଲା କରୁନାହାନ୍ତି। ବହୁତ ବଢ଼ିଆ କଥା। ମିଳିମିଶି ରହିଲେ ହିଁ ଜଙ୍ଗଲର ମଙ୍ଗଳ ହେବ। ରାଜା ମହାଶୟ, ଜଙ୍ଗଲରେ କିଛି ବାଜ୍ୟ କାମ ଚାଲିଛି, ସେଇ କଥା କହିବି ବୋଲି ମୁଁ ତୁମ ପାଖକୁ ଆସିଛି। ବାଜ୍ୟ କାମ? କ'ଣ ସେ ଖରାପ କାମ? ମହୁମାଛି,
ମତେ କୁହ ସାଙ୍ଗେ ସାଙ୍ଗେ କିଏ ସବୁ ଆମ ଜଙ୍ଗଲର ଶାନ୍ତି ନଷ୍ଟ କରୁଛି? ରାଜା ମହାଶୟ, ସେପଟେ ଥିବା ପୋଖରୀରେ ଗୋଟିଏ କୁମ୍ଭୀର ଛୁଆ ଭାସି ଆସି ଅଟକି ରହିଛି। ତ କ'ଣ ହେଲା? ନୀଳପକ୍ଷୀ ଓ ବେଙ୍ଗ କୁମ୍ଭୀର ଛୁଆଟିକୁ ବହୁତ ସାହାଯ୍ୟ କରୁଛନ୍ତି, ହେଲେ ଶିଆଳ ଓ ବାଘ ମିଶି ଆରେ ଶିଆଳ, ତାକୁ ତୁ ଜଗିକି ରଖିଥା। ସୁବିଧା ପାଇଲେ ତାକୁ ଆମେ ଖାଇଦବା। ମୁଁ କ'ଣ କହୁଥିଲି କି ମୋତେ କିଛି ଖାଇବା ଦିଅ, ତାକୁ ନେଇ ମୁଁ ଦେଇ କୁମ୍ଭୀର ଛୁଆ ସହିତ ସାଙ୍ଗ ହୋଇଯିବି। ତାପରେ ନୀଳପକ୍ଷୀ ଓ ବେଙ୍ଗକୁ ମୁଁ ସମ୍ଭାଳି ଦେବି। ତାପରେ ମୁଁ ସେମାନଙ୍କୁ ଧରି ତୁମ ପାଖକୁ ଆସିବି ଆଉ ତୁମକୁ ଅନୁରୋଧ କରିକି କହିବି ଯେ ତୁମେ ଟିକେ ନେଇ କୁମ୍ଭୀର ଛୁଆକୁ ପିଠିରେ ଧରି ବଡ଼ ନଦୀରେ ଛାଡ଼ି ଦେଇ ଆସ। ପହଞ୍ଚେଇ ଦେବା ବାହାନା କରି ଆମେ 2 ଜଣ ଯାକ ମିଶି ଆରାମରେ ଖାଇଦେବା କୁମ୍ଭୀର ଛୁଆକୁ। ମୁଁ ଟିକେ ଦୂରରେ ଥାଇ ତାଙ୍କ ଉଭୟଙ୍କର କଥାକୁ ସବୁ ଶୁଣୁଥିଲି ରାଜା ମହାଶୟ। ସିଂହ ରାଜା ରାଗି ଯାଇ କହିଲେ, ବାଘ ଓ ଶିଆଳର ଏତେ ବଡ଼ ସାହସ! ସେମାନେ ମୋ ଜଙ୍ଗଲରେ ରହି ମୋ ନିୟମକୁ ଭାଙ୍ଗୁଛନ୍ତି। ମୁଁ କିନ୍ତୁ ମୋ ଜଙ୍ଗଲର ନିୟମକୁ ଭାଙ୍ଗିବାକୁ ଦେବିନି। ତୁମକୁ ଧନ୍ୟବାଦ ମହୁମାଛି, ଜଙ୍ଗଲର ମଙ୍ଗଳ ପାଇଁ ଏସବୁ କହିଥିବାରୁ। ମୁଁ ତାର ବ୍ୟବସ୍ଥା କରୁଛି। ସିଂହ ତାପରେ ସେ ପୋଖରୀ ପାଖକୁ ବାହାରିଲା। ଆଉ ଏପଟେ ଶିଆଳ ବେଙ୍ଗ ଓ ନୀଳପକ୍ଷୀକୁ ଆଣି ବାଘ ପାଖରେ ପହଞ୍ଚିଗଲା। କେମିତି ଅଛ ବାଘ ମାମୁଁ? ଆରେ ନୀଳପକ୍ଷୀ ଓ ବେଙ୍ଗ, କେମିତି ଅଛ ତୁମେମାନେ? ଆମେମାନେ ତ ଭଲ ଅଛୁ ମାମୁଁ, କିନ୍ତୁ କ'ଣ ହେଲା? କହୁ କହୁ ରହିଗଲ ନୀଳପକ୍ଷୀ। କିନ୍ତୁ ପୁଣି କ'ଣ ହେଇଛି? କିଛି ସମସ୍ୟା ହେଇନି ତ? ମାମୁଁ, କିଛି ସାହାଯ୍ୟ ପାଇବା ପାଇଁ ତୁମ ପାଖକୁ ଆମେ ଆସିଛୁ। ତୁମେ ଆମକୁ ନା କରିବନି ତ? କି ସାହାଯ୍ୟ କରିବି ରେ ଭଣଜା? ତୁ କହିଛୁ, ମୁଁ ପୁଣି କରିନି। ଏମିତି କେବେ ହୋଇଛି କି ଭଣଜା? ନା, ତା ତ ହୋଇନି, କିନ୍ତୁ ତୁମକୁ ଟିକେ କଷ୍ଟ ହେବ ତ, ସେଥିପାଇଁ। ଓହୋ, ଆଗେ କହ ତ। ମାମୁଁ, କାଲି ବନ୍ୟା ପାଣିରେ ଗୋଟିଏ କୁମ୍ଭୀର ଛୁଆଟିଏ ଭାସି ଆସି ପୋଖରୀରେ ଅଟକି ରହିଛି। ବିଚରା ବହୁତ ବଡ଼ ବିପଦରେ ପଡ଼ିଯାଇଛି। ମାମୁଁ, ତାକୁ ଟିକେ ତୁମ ପିଠିରେ ନେଇ ବଡ଼ ନଦୀରେ ଛାଡ଼ି ଦେଇପାରିବ? ଓହୋ, ଏଇ କଥା। ଏଇ କଥାଟା କହିବା ପାଇଁ ଏତେ ଚିନ୍ତା କାହିଁକି କରୁଛୁ? ତୁ ତ ଗୋଟେ ଭଲ କାମ କରିବା ପାଇଁ ମୋ ପାଖକୁ ଆସିଛୁ। ଚାଲ, ଆଜି ହିଁ ଯାଇ ଛାଡ଼ି ଦେଇ ଆସିବି କୁମ୍ଭୀର ଛୁଆକୁ ତାଙ୍କ ବଡ଼ ନଦୀରେ। ତୁମେ ବହୁତ ଭଲ ବାଘ ମାମୁଁ। ଆମେ ତୁମକୁ କେତେ ଭୟ କରୁ, ହେଲେ ତୁମେ କେତେ ଭଲ। ଜୟ ହେଉ, ବାଘ ମାମୁଁଙ୍କର ଜୟ ହେଉ। ଏପଟେ କୁମ୍ଭୀର ଛୁଆଟି ଖାଇ ଦେଇ ସାରି ଟିକେ ଶୋଇପଡ଼ିଥିଲା। ଶିଆଳର ଗୋଟିଏ ଛୁଆଟିଏ ଦୌଡ଼ି ଦୌଡ଼ି ଆସି ସେହି ପୋଖରୀରେ ପଡ଼ିଗଲା। ଶିଆଳ ଛୁଆଟିର ପାଦ କାଦୁଅରେ ଅଟକିଗଲା। ଓହୋ, କ'ଣ କରିବି? ପାଣିରେ ବୁଡ଼ିଗଲି ରେ। ବଞ୍ଚାଅରେ, କିଏ ମୋତେ ଟିକେ ବଞ୍ଚାଅରେ। ଏହା କହି ଶିଆଳ ଛୁଆଟି କନ୍ଦାକଟା ଆରମ୍ଭ କରିଦେଲା। ପାଣିର ତଳକୁ ନ ଯିବା ପାଇଁ ବହୁତ ଚେଷ୍ଟା କଲା, ହେଲେ ସେ ତଳକୁ ତଳକୁ ପଳେଇ ଯାଉଥାଏ। ଶିଆଳ ଛୁଆଟିର କାନ୍ଦଣା ଶୁଣି କୁମ୍ଭୀରର ନିଦ ଭାଙ୍ଗିଗଲା। କୁମ୍ଭୀର ଶିଆଳ ଛୁଆଟିର ଅବସ୍ଥା ଦେଖି ତାକୁ ମୁହଁରେ ଠେଲି ପୋଖରୀ ଉପରକୁ ଉଠେଇ ଦେଲା। ଶିଆଳ ଛୁଆଟି ଉପରକୁ ଉଠି କାନ୍ଦିବାକୁ ଲାଗିଲା। ଏହି ସମୟରେ ବାଘ, ଶିଆଳ, ବେଙ୍ଗ ଓ ନୀଳପକ୍ଷୀ ସେଠାରେ ଆସି ପହଞ୍ଚିଗଲେ। ଶିଆଳ ତା ଛୁଆର ଏମିତି ଅବସ୍ଥା ଦେଖି ତା ପାଖକୁ ଦୌଡ଼ି ଯାଇ କହିଲା, କ'ଣ ହେଇଛି ରେ ଧନ? ତୋର ଦେହ କ'ଣ ପୁରା ଭିଜି ଯାଇଛି? ଏହି ସମୟରେ ସିଂହ ଆସି ସେଠାରେ ପହଞ୍ଚିଗଲା। ଶିଆଳ କୁମ୍ଭୀର ଆଡ଼କୁ ଅନାଇ ରାଗିକି କହିଲା, ମୁଁ ତୁମକୁ ତୁମର ଘରେ ପହଞ୍ଚେଇ ଦେବା ପାଇଁ କେତେ ପରିଶ୍ରମ କରୁଛି, ଆଉ ତୁମେ ମୋର ହିଁ ଛୁଆକୁ ଖାଇବା ପାଇଁ ଚେଷ୍ଟା କରୁଛ?
ତୁମେ ତ ବହୁତ ଖରାପ କୁମ୍ଭୀର ଛୁଆ। ସେଥିପାଇଁ ତ ଜଙ୍ଗଲର ପଶୁଙ୍କ ସହିତ ପାଣିର ପଶୁମାନେ ଜମାରୁ ହେଲେ ମିଶି ପାରନ୍ତି ନାହିଁ। ରାଗିକି ନିଆଁ ହୋଇଯାଇଛି ଶିଆଳ। ନା ବାବା, ତୁମେ ଭୁଲ ବୁଝିଛ। କୁମ୍ଭୀର ମୋତେ ଖାଇବାକୁ ଚାହିଁନି। ମୁଁ ଶିକାର ଧରିବାକୁ ଆସୁ ଆସୁ ଏଇ ପୋଖରୀରେ ପଡ଼ିଗଲି। ଆଉ ସେହି ସମୟରେ କୁମ୍ଭୀର ମୋତେ ପୋଖରୀରୁ ଉଠେଇବାକୁ ସାହାଯ୍ୟ କରିଛି। ଦେଖିଲ ଶିଆଳ, ତୁମେ ଯାହାକୁ ଖାଇବ ବୋଲି ଯୋଜନା କରୁଛ, ସେହି କୁମ୍ଭୀର ଛୁଆ ତୁମ ଛୁଆର ଜୀବନ ବଞ୍ଚେଇଛି। ଶିଆଳ ସିଂହର କଥା ଶୁଣି ତାକୁ ଭାରି ଖରାପ ଲାଗିଲା। ବାଘ ଏହି ସମୟରେ ପୁରା ଚୁପ୍ ରହିଲା। ବେଙ୍ଗ ଓ ନୀଳପକ୍ଷୀ ଦି ଜଣକୁ ଅନିଆଅନି ହେଲେ। ବାଘ, ତୁମେ ହେଲ ଏ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପ୍ରାଣୀ। ତୁମକୁ ଆମେ ବିପଦର ବନ୍ଧୁ ବୋଲି ଭାବୁ। ଆଉ ତୁମେ କେମିତି ଏଭଳି ଜଘନ୍ୟ କାମ କରିବାକୁ ରାଜି ହେଲ? ବାଘ ତାର କାମ ପାଇଁ ବହୁତ ପଶ୍ଚାତାପ କଲା। ମୋର ବହୁତ ବଡ଼ ଭୁଲ ହୋଇଯାଇଛି। ମୁଁ ମୋର ଭୁଲ ବୁଝିପାରିଛି ରାଜା ମହାଶୟ। ମୋତେ କ୍ଷମା କରିଦିଅ। ହଁ, ମୁଁ ବୁଝିଛି ବାଘ। ତୁମେ ତୁମ ଇଚ୍ଛାରେ ଏ କାମଟା କରିବାକୁ ଚାହିଁନଥିଲ। ଏ ବଦମାସ ଶିଆଳ ଚାଲାକି କରି ତୁମକୁ ଫୁସିଲେଇ ରାଜି କରେଇଛି। ଆମର ଭୁଲ ହୋଇଯାଇଛି ରାଜା ମହାଶୟ। ମୁଁ ମୋର ଭୁଲ ବୁଝିପାରିଛି। ଜଙ୍ଗଲରେ ସମସ୍ତେ ସମସ୍ତଙ୍କ ସହିତ ମିଳିମିଶି ନ ଚଳିଲେ ନିଜର ହିଁ କ୍ଷତି ହେବ। ତୁମେ ନିଜର ଭୁଲ ବୁଝିପାରିଛ, ସେଥିପାଇଁ ଧନ୍ୟବାଦ। କୁହ, ଏବେ କୁମ୍ଭୀର ଛୁଆକୁ ବଡ଼ ନଦୀରେ ଛାଡ଼ି ଦେଇ ଆସିବା। ନୀଳପକ୍ଷୀ ଓ ବେଙ୍ଗ, ତୁମକୁ ଧନ୍ୟବାଦ। ସମସ୍ତେ ନୀଳପକ୍ଷୀ ଓ ବେଙ୍ଗ ଭଳି ହୋଇପାରିଲେ ଯେତେ ବଡ଼ ବିପଦ ଆସିଲେ ବି ସେଥିରୁ ଆରାମରେ ଉଦ୍ଧାର ପାଇପାରିବ। ସମସ୍ତେ ମିଶି କୁମ୍ଭୀରକୁ ବାଘର ପିଠିରେ ଉଠାଇ ଦେଲେ। ସମସ୍ତେ ମିଶି କୁମ୍ଭୀରକୁ ନେଇ ବଡ଼ ନଦୀ ଆଡ଼କୁ ଚାଲିଲେ।